ରାଜସ୍ଥାନର ଦୌସା ମନୋହରପୁର ଜାତୀୟ ରାଜପଥରେ ଛିଡା ହୋଇଥିବା କଣ୍ଟେନରକୁ ଧକ୍କା ଦେଲା ଏକ ପିକଅପ୍ ଭ୍ୟାନ୍। ଏଥିରେ 7 ଜଣ ଶିଶୁଙ୍କ ସମେତ 10 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 22 ଜଣ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ରାଜସ୍ଥାନର ପ୍ରସିଦ୍ଧ ଖାଟୁଶ୍ୟାମ ମନ୍ଦିରରୁ ଦର୍ଶନ ସାରି ପିକଅପ୍ ଭ୍ୟାନ୍ ଯୋଗେ ଫେରୁଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି। ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବା ସହ ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ଘଣ୍ଟା ପ୍ରତି 30ରୁ 40 କିମି ବେଗରେ ପବନ ବହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଦୁର୍ଗମ ଦୁରାତାଲ ପଞ୍ଚାୟତ ବିଲୁ ଗାଁରେ ବିଷାକ୍ତ ସାପ କାମୁଡିବାରୁ ମାଇଁ ଭାଣିଜୀଙ୍କ ମୃତ୍ୟୁ। ମୃତକ ମାଇଁ ଦମୟନ୍ତୀ ଶବର ଓ ଭାଣିଜୀ ଲିମି କାର୍ଯ୍ୟ ରାତିରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡିଥିଲା। ସେହିଭଳି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାଧିକା ଦେଇପୁରରେ ରାତିରେ ଶୋଇଥିବା ବେଳେ ସାପ କାମୁଡିବାରୁ ମା ଓ ପୁଅର ମୃତ୍ୟୁ ଘଟିଛି। ଖଲିକୋଟ ବେଗୁନିଆପଡା ଥାନା ସୋରଡାପଲ୍ଲୀରେ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ରାସ୍ତାରେ ପଡିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପଚରାଉଚରା ଜାରି କରିଛି ଏବଂ ପୂର୍ବ ସତତାକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରୁଛି। ଜିଲ୍ଲାରେ ଗଜପତି ଜିଲ୍ଲା ସିଡିଏମଓ କାର୍ଯ୍ୟାଳୟର କିରାଣୀ ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ ସେମାନେ ଚୁକ୍ତି ଭିତ୍ତିକ ଡାକ୍ତରଙ୍କୁ ନିଯୁକ୍ତି ସମ୍ପର୍କିତ ଚିଠି ଦେବାକୁ 25,000 ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି। ଏହାସହ ଭିଜିଲାନ୍ସ ଟିମ୍ କିରାଣୀ ଜଗଦୀଶ ପଟ୍ଟନାୟକଙ୍କ ଅଫିସ ଓ ଘରେ ଚଢଉ ଜାରି କରିଛି। ଭୁବନେଶ୍ୱରରେ ଆର୍ମିରେ ଚାକିରି ଦେବା ନାଁରେ ଟଙ୍କା ଲୁଟ୍ କରିବା ଅଭିଯୋଗରେ ଜଣେ ପୂର୍ବତନ ସେନା କର୍ମଚାରୀ ଗିରଫ। ଶହୀଦନଗର ଥାନା ପୋଲିସ ଅଭିଯୁକ୍ତ ସେନା କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ସେ ଗଞ୍ଜାମ ଜିଲ୍ଲା ଧାରକୋଟ ଥାନା ଅନ୍ତର୍ଗତ ନନ୍ଦିଗୋରା ଗାଁର ସନ୍ତୋଷିଷ୍ଟ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହୁଥିଲେ। ବୁର୍ଲା ଭିସୁଟରେ ଲାଗୁ ହେଲା ୟୁନିଫର୍ମ ବା ଡ୍ରେସ୍ କୋଡ୍ ଏବଂ 2025-2026 ବର୍ଷ ପାଇଁ ଆଡମିଶନ ନେଇଥିବା ସମସ୍ତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବା ସହ ପିଜି ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ବାଦ୍ ଦିଆଯାଇଛି। ହିମାଚଳ ପ୍ରଦେଶରେ ପୁଣି ବାଦଲ ଫଟା ବର୍ଷା ଯୋଗୁଁ କୁଲୁଲ ହିମାଚଳ ପ୍ରଦେଶରେ ପୁଣି ବାଦଲ ଫଟା ବର୍ଷା ଯୋଗୁଁ କୁଲୁଲ, ସିମଲା ଏବଂ ଲାହୋଲ ସ୍ପିତି ଜିଲ୍ଲାରେ ଅଚାନକ ବନ୍ୟା ସୃଷ୍ଟି ହୋଇ ପାହାଡିଆ ଅଞ୍ଚଳରୁ ତଳିଆ ଅଞ୍ଚଳକୁ ବନ୍ୟା ଜଳ ମାଡି ଆସିଛି। ଏଥିସହ ମାଟି ଅତଡ଼ା ଏବଂ ପଥର ଖଣ୍ଡ ଧସି ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି। ଆସନ୍ତାକାଲି ଶୁକ୍ରବାରରେ ପବିତ୍ର ଜନ୍ମାଷ୍ଟମୀ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଏବଂ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମୋହଲା, ମାନପୁର, ଆମ୍ବଗଡ଼, ଚୌକି ଜିଲ୍ଲାରେ ପୋଲିସ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଏନକାଉଣ୍ଟରରେ 2 ହାର୍ଡକୋର ନକ୍ସଲଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣଙ୍କ ନାଁରେ 35 ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। Preview.